ଅଗଷ୍ଟ 15 ଫ୍ଲାଗ ହୋଷ୍ଟିଂ ପରେ ଓ ଗ୍ରାମସଭା କରିସାରି ଆମେ ପାଞ୍ଚ ମୁଁ ବିବେକ ଭାଇ ଅବିନାଶ ସ୍ୱାଗତ ଆଉ ଚନ୍ଦନ ବାହାରି ପଡ଼ିଲୁ ଜାହାନିଆ ଆଡ଼େ। ବାଟରେ ଆମର ପ୍ଲାନ୍ ଥିଲା ଅସ୍ତରଙ୍କୁ ବି ଦେଖିବୁ, ତ ଚାଲୁ ଆମେ ବାହାରେ କାର୍ରେ ଚାଲୁ। ଅତି ସୁନ୍ଦର ରାସ୍ତା, ବଢ଼ିଆ ଦୁଇପଟେ ଜଙ୍ଗଲ, ଅତି ମନୋରମ ଦୃଶ୍ୟ, କାର୍ ଚଲାଇବା ପାଇଁ ବଢ଼ିଆ ଲାଗୁଥିଲା। ଆମେ ବାହାରି ପଡ଼ିଲୁ। ବାଟରେ ଗଲାବେଳକୁ ଦେଖିଲୁ ଦୁଇପଟେ ସାଇଡ଼୍ରେ ଜଙ୍ଗଲ, ଯେଉଁ ସାଇଡ଼୍ରେ ଦେଖାହେଉଛି ପାଣି ଯେଉଁଠି ସେଇଟା ବ୍ୟାକ୍ ୱାଟର୍, ପାଣିର ସ୍ରୋତ ବହୁତ ଥିଲା। ଆଉ ଦୁଇପଟେ ଯେଉଁ ରାସ୍ତାର ଦୁଇପଟେ ପାଣି ଥିଲା, ଅତି ସୁନ୍ଦର ଲାଗୁଥିଲା। କିନ୍ତୁ ଗୋଟେ ଗଙ୍ଗାଦେବୀ ମୁହାଣ ପାଖକୁ ଯିବା ପାଇଁ ମାଟି ରାସ୍ତାଟା ବହୁତ ଖରାପ ଥିଲା। କାର୍ ଆମର ଧୀରେ ଧୀରେ ଯାଇ ପହଞ୍ଚିଲା ଗଙ୍ଗାଦେବୀ ମନ୍ଦିର ପାଖରେ। ସେଦିନ ଆମେ ପହଞ୍ଚୁ ପହଞ୍ଚୁ ଟିକେ ଡେରି ହୋଇଗଲା, ତ ମାଆଙ୍କ ମନ୍ଦିର ବନ୍ଦ ଥିଲା, ପହଡ଼ ପଡ଼ିଯାଇଥିଲା। ଆମେ ବାହାରୁ ଦର୍ଶନ ସାରି ସେଇ ପଟେ ଆମେ ଚାଲୁ ସମୁଦ୍ର ଆଡ଼େ। ଆମେ ଜାଣିନଥିଲୁ, ଜଣେ ମଉସାଙ୍କୁ ପଚାରିକି ଚାଲୁ ସେଇପଟେ ମନ୍ଦିରରୁ, କହିଲେ ଅଳ୍ପ ବାଟ। ଆମେ ଚାଲି ଚାଲି ସେ ବାଲିରେ ଝାଉଁ ବଣ ଦେଇ ଆମେ ପାଞ୍ଚ ଚାଲିଲୁ। ଆଚ୍ଛା, ଚାଲି ଚାଲି ଆମେ ପୁରା ଥକି ଯାଇଥିଲୁ ସମସ୍ତେ। ଆଉ ଦେଖାଯାଉଥିଲା ସମୁଦ୍ର ଆସୁଛି, ସମୁଦ୍ର ଅଳ୍ପ ବାଟ ରହିଲା। ସମୁଦ୍ର ଦେଖିକି ସମସ୍ତେ ଖୁସି। ଏଇ ଆମେ ଯେଉଁ କୋଷ୍ଟକୁ ଯାଇଥିଲୁ, ସେଠି ସେଦିନ କେହି ବି ମାନେ ନଟ୍ ଏ ସିଙ୍ଗଲ୍ ୱାନ୍, କେହି ବି ନଥିଲେ। ଏଇଟା ଜାହାନିଆ ବିଚ୍ ନୁହେଁ, ଏଇଟା ହେଉଛି ଗଙ୍ଗାଦେବୀ ମୁହାଣ ପାଖରେ। କେତେ ସାରା କଙ୍କଡ଼ା ଦେଖୁଛନ୍ତି, ଏତେ ସାରା କଙ୍କଡ଼ା। ଆମେ ଧରିବାକୁ ଚେଷ୍ଟା କଲୁ, କେହି ଧରିପାରିଲୁନୁ। ସମସ୍ତେ ପାଣିରେ ଆମ ସାଉଣ୍ଡ ଶୁଣି ପଳାଉଥିଲେ। ଆଚ୍ଛା, ସେଠି ପହଞ୍ଚିକି ଆମେ ଦେଖନ୍ତୁ, ଏବେ ସ୍ୱାଗତ ଆଉ ମୋର କହିଲେ ଆମେ ରେସ୍ କରିବା। ସ୍ୱାଗତ ଏତେ ଚୋର, ଠିକ୍ ଆମେ ଦେଖନ୍ତୁ କେମିତି ସେ ତା'ର ମୋ ଟ୍ରାକ୍ରେ ପଶିକି ମୋତେ ପକେଇକି ଫାଷ୍ଟ ହେଇଗଲା। କିନ୍ତୁ ଦିସ୍ ଇଜ୍ ନଟ୍ ଗୁଡ଼୍। ଓକେ, ଡିସାଇଡ଼୍ ପରେ ଆମେ ଚାଲିଲୁ ବୋଟିଂରେ। ଏଇଠି ଅସଲି ମଜା ଆରମ୍ଭ ହେଲା। ବୋଟିଂରେ ଅତି ବଢ଼ିଆ ଲାଗିଲା। 4000 ଟଙ୍କା ଦେଇ ଆମେ ବୋଟିଂ କଲୁ। ଆଉ ବୋଟିଂରେ ବାପ୍ରେ ବାପ୍ କି ମଜା। ଦୁଇପଟେ ପାଣି। ଆମେ ଯାଉଥିଲୁ ମୁହାଣ ଦେଖିବା ପାଇଁ, ଗଙ୍ଗାଦେବୀ ମୁହାଣ, ଯେଉଁଠି ଗଙ୍ଗାଦେବୀ ରିଭର୍ ଆଉ ସମୁଦ୍ର ମିଶିଛି, ବେ ଅଫ୍ ବେଙ୍ଗଲ। ଆଉ ବାଟରେ ମୁଁ ଟିକେ ଷ୍ଟାଇଲ୍ ମାରୁଥିଲି। ମୁଁ କହିଲି ମୋ ଟିକେ ଭିଡ଼ିଓ ବନା, ମୁଁ ଟିକେ ଶାହରୁଖ ଖାନ ଷ୍ଟାଇଲ୍ରେ ଷ୍ଟାଇଲ୍ ମାରୁଥିଲି। ହଁ, ଦେଖନ୍ତୁ ବାଟରେ ଦୁଇପଟେ ଯେଉଁ ଥିଲା, ଆଉ ଏତେ ବଢ଼ିଆ ଲାଗୁଥିଲା, ପବନ ଏତେ ବଢ଼ିଆ ହେଉଥିଲା, ମୋ ଚୁଟି କେମିତି ଥଣ୍ଡାରେ ଉଡ଼ୁଛି। ଏଇଠି ପହଞ୍ଚିଗଲା ଆମେ ଗଙ୍ଗାଦେବୀ ମୁହାଣ ପାଖରେ। ଦେଖନ୍ତୁ ଏଇ ଯେଉଁ ଢେଉ ଆସୁଛି, ସେଇଠି ସମୁଦ୍ର ଓ ଆମର ନଈ ମିଶିଛି। ନାଲି କଙ୍କଡ଼ା ଆମେ କହିଥିଲେ ଦେଖିବୁ, ନାଲି କଙ୍କଡ଼ା ଦେଖିଲୁ। ନାଲି କଙ୍କଡ଼ା ବି ଧରିବାକୁ ଚେଷ୍ଟା କଲୁ, ସାଙ୍ଗେ ସାଙ୍ଗେ ଦେଖନ୍ତୁ କେମିତି ପଳାଉଛି। ସେଇସବୁ ଜିନିଷ ସରିଲା ପରେ ଆମେ ବହୁତ ଭୋକ ଲାଗୁଥିଲା, କ'ଣ କରିବୁ, କିନ୍ତୁ ସେଇଠି ପାଖାପାଖି କିଛି ଖାଇବାକୁ ନାହିଁ। ନାଲି କଙ୍କଡ଼ା ଭାବିଲୁ ଗୋଟେ ଖାଇଦେବୁ କି, କିନ୍ତୁ ଖାଇପାରିଲୁନୁ। ଆସିଲା ବେଳକୁ ଏଇ ଯେଉଁ ଦେଖାହେଉଛି ନୀଳ, ଏଠି ସବୁ ଚଢ଼େଇ ବଣ ଅଛି। ଚଢ଼େଇ ବଣରେ ଖୁବ୍ ସାରା ଚଢ଼େଇ, ଅତି ମନୋରମ ଦୃଶ୍ୟ। ସନ୍ଧ୍ୟା ଟିକେ ହେଇ ଆସୁଥିଲା, ବଢ଼ିଆ ଲାଗୁଥିଲା। ଏଇଠି ବ୍ୟାକ୍ ୱାଟର୍। ସେଠୁ ଆସିଲା ବେଳକୁ ଆମେ ଚାଲୁ ଜାହାନିଆରେ। ଏଇଟା ହେଲା ଜାହାନିଆ ପାଖ ଯେଉଁ ସମୁଦ୍ରଟା, ସେଇଠି ପାଖରେ ଦେଖିଲୁ, ସେଠି ଆସିଲୁ। ଆଉ ଫେରିଲା ବେଳକୁ ପୀର ବାବାଙ୍କ ଦର୍ଶନ ଟିକେ କଲୁ, ଆଉ ରାତିରେ ଫେରିଲୁ।